सम्माननीय सभापति महोदय, पूज्य गुरुजी गुरुमावृंद, एठारे मोर उपस्थित थिबा सान और बड़ भाई भौणी माने ଏହି ଦିବସରେ ମୋତେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଅଛି। ଆଜି ହେଉଛି ଅଗଷ୍ଟ ମାସ 15 ତାରିଖ। ଆମ ଦେଶର 79ତମ ସ୍ୱାଧୀନତା ଦିବସ। ଆମ ଦେଶ ପବିତ୍ର ଏବଂ ସମୃଦ୍ଧ, ଏହାକୁ ସୁନାର ଭାରତ ମଧ୍ୟ କୁହାଯାଏ। ଇଂରେଜମାନେ ଆମ ଦେଶକୁ ଆସି ସୁନା ଗହଣା ଆଦି ଲୁଟି ନେଇଯାଇଛନ୍ତି। ସ୍ୱାଧୀନତା ସଂଗ୍ରାମୀ ମାନେ ଏହା ଦେଖି ନ ପାରି ଆମ ଦେଶକୁ ସ୍ୱାଧୀନତା ଦେବା ପାଇଁ ଯେପରିକି ଜବାହରଲାଲ ନେହେରୁ, ଗାନ୍ଧୀଜୀ, ରାଣୀ ଲକ୍ଷ୍ମୀବାଇ, ବାଜି ରାଉତ ଆଦି ସ୍ୱାଧୀନତା ସଂଗ୍ରାମୀ ମାନେ ଆମ ଦେଶକୁ ସ୍ୱାଧୀନ କରିଛନ୍ତି ଏବଂ ଆମ ଦେଶକୁ ସ୍ୱାଧୀନ କରିବା ପାଇଁ ନିଜର ପ୍ରାଣ ବଳି ଦେଇଛନ୍ତି। ମୁଁ ମୋ ଭାରତକୁ ବହୁତ ଭଲ ପାଏ। ଜୟ ହିନ୍ଦ, ବନ୍ଦେ ମାତରମ୍।